ପାଦଥାରେ ଆମେ ତାଙ୍କର ଆତ୍ମାର ସଦ୍ଗତି କାମନା କରିବୁ ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ତାଙ୍କୁ ସବୁଦିନ ମନେ ରଖିବୁ। ମୁଁ ତ ତାକୁ କେବେ ହିରୋ ବୋଲି ଭାବେନି। ଉତ୍ତମ ଭାଇ ଘରେ ଆସିକିରି ବସେ, ଖାଏ ପିଏ ଯାଏ। ଟିକି ଭାଉଜଙ୍କୁ ଭାଉଜ ବୋଲି କହେ, ମୋ ଭାଇ ଭାଉଜ ସେମାନେ। ତେଣୁ ମୋ ଭାଇ ନାହିଁ, ଚାଲିଗଲା। 11 ଦିନ ହେଇଗଲା ମୋ ଭାଇ ଚାଲିଗଲା। ଅପୂରଣୀୟ କ୍ଷତି ନୁହଁ, ଆଉ ସେ କ୍ଷତି ପୂରଣ ହେଇପାରିବ ନାହିଁ, ଏ ଜନ୍ମରେ ପୂରଣ ହେଇପାରିବ ନାହିଁ। ଉତ୍ତମ ମହାନ୍ତି ଯାହା କରିଦେଇକିରି ଯାଇଛନ୍ତି, ସେ ଗୋଟେ ଲେଜେଣ୍ଡ। ସେ ଗୋଟେ ମାନେ କ'ଣ ତାଙ୍କର ଭାଷା କହିବି ତାଙ୍କ ପାଇଁକା। ଉତ୍ତମ ମହାନ୍ତି ଚାଲିଗଲେ ନୁହେଁ, ତାଙ୍କର କ୍ଷତି କ'ଣ, ତାଙ୍କର ସବଷ୍ଟିଚ୍ୟୁଟ୍ ନାହିଁ। ସେ ଆଗାମୀ ବର୍ଷ ଭିତରେ ସେ ପୂରଣ ହେଇପାରିବ ନାହିଁ। ତାପରେ ଉତ୍ତମ ମହାନ୍ତି ଗୋଟେ ଏତେ ଭଲ ମଣିଷ, ଏତେ ଭଲ ମଣିଷ, କ'ଣ ତାଙ୍କର ମାନେ ସେ ଭଲ ପାଇବାକୁ କିଣିକିରି ବଞ୍ଚନ୍ତି। ସେ ସବୁବେଳେ ଭଲ ପାଇବା ଦିଅନ୍ତି, ଭଲ ପାଇବା କିଣନ୍ତି, ସମସ୍ତଙ୍କୁ ଭଲ ପାଇବା ଦିଅନ୍ତି। ସେ କେବଳ ମୋତେ ନୁହେଁ, ସାରା ଇଣ୍ଡଷ୍ଟ୍ରିକୁ ଭଲ ପାଇବା ଦେଇଛନ୍ତି। ଉତ୍ତମ ମହାନ୍ତି ସର୍ବୋତ୍ତମ। ସିଏ କ'ଣ କହିବି ତାଙ୍କ ବିଷୟରେ। ତାଙ୍କ ଆତ୍ମାର ସଦ୍ଗତି ହଉ, ଭଗବାନ ତାଙ୍କୁ ଯୋଉଠି ରଖିଛନ୍ତି ଭଲରେ ରଖନ୍ତୁ। ସେ ଏମିତି ଯୁଗ ଯୁଗ ପାଇଁକା ଆମ ଉପରେ ଆଶୀର୍ବାଦ ଢାଳି ଦିଅନ୍ତୁ।